ପ୍ରେସ୍ ଦ ଲର୍ଡ। ସମସ୍ତଙ୍କୁ ଖ୍ରୀଷ୍ଟୀୟ ନମସ୍କାର। ଆଜିର ବିଷୟ ଅନ୍ୟର ବିଚାର ନ କରିବା। ଆମ୍ଭେମାନେ ଅନ୍ୟର ବିଚାର ନ କରିବା। ଆମ୍ଭେମାନେ ଯେପରି ଅନ୍ୟର ବିଚାର ନ କରିବା ଲେଖାଯାଏ, ତୁମେମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ। ଯଦି ଆମେ ଅନ୍ୟର ବିଚାର କରୁ, ତେବେ ଈଶ୍ୱର ଆମମାନଙ୍କୁ ସେହି ବିଚାରରେ ବିଚାର କରିବେ। ଅନ୍ୟର ସ୍ୱଭାବକୁ ନେଇ, ଅନ୍ୟର ଭଲ ମନ୍ଦକୁ ନେଇ, ଅନ୍ୟର ବ୍ୟବହାରକୁ ନେଇ, ଅନ୍ୟର ଇନକମ୍ ହେଉ କି ଅନ୍ୟର ସକ୍ସେସକୁ ନେଇ ଆମେ ବିଚାର କରିବା ଉଚିତ ନୁହେଁ। ଏହି ଅଧିକାର ଆମ୍ଭମାନଙ୍କୁ ପରମେଶ୍ୱର ଦେଇନାହାନ୍ତି। ତେଣୁ ବାଇବେଲରେ ଲେଖାଯାଏ, ରୋମିଓ 7:3, ଆଉ କାହିଁକି ତୁମ୍ଭ ଭାଇର ଆଖିରେ ଥିବା ଫୁଟା ଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଥିବା ଯେଉଁ କଡ଼ି କାଟ ଅଛି ତାହା ଭାବି ଦେଖୁନାହଁ। ଆମ୍ଭେମାନେ ଖାଲି ଅନ୍ୟର ବିଷୟରେ ଭାବୁଥାଉ, ଆଉ ଅନ୍ୟର ବିଚାର କରୁ, କିନ୍ତୁ ଆମ୍ଭେ କେବେ ନିଜ ବିଷୟରେ ଭାବି ନଥାଉ। ତେଣୁ ଏହି ବାକ୍ୟରେ ଲେଖାଯାଏ, ତୁମ୍ଭେ ନିଜ ଆଖିରେ ଯେଉଁ କଡ଼ି କାଟ ଅଛି ତାହା ଭାବି ଦେଖୁନାହଁ। ଆମ୍ଭେ ସବୁବେଳେ ଅନ୍ୟକୁ ନିନ୍ଦା କରିଥାଉ। ସେ ମଦ ପିଉଛି, ତମ୍ବାଖୁ ସେବନ କରୁଛି, ସେ ଖରାପ କାର୍ଯ୍ୟରେ ବ୍ୟସ୍ତ ଅଛି ଇତ୍ୟାଦି। ମାତ୍ର କେବେ ଆମ୍ଭେ କେତେ ପବିତ୍ର ଜୀବନଯାପନ କରୁଛୁ ତାହା ଭାବି ଦେଖିପାରୁନୁ। ଆଉ ଲେଖାଯାଏ, ହିତୋପଦେଶ 10:18-19, ଯେ ହିଂସା ଆଚ୍ଛାଦନ କରେ ସେ ତାହାର ଅଷ୍ଟାଦଶ ମିଥ୍ୟାବାଦୀ। ଯେ ହିଂସା ଆଚ୍ଛାଦନ କରେ ତାହାର ଅଷ୍ଟାଦଶ ମିଥ୍ୟାବାଦୀ। ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ। 19 ଦେଖିବାକୁ ପାଉ, ବହୁ ବାକ୍ୟରେ ଅଧର୍ମର ଅଭାବ ନଥାଏ, ମାତ୍ର ଯେ ଆପଣା ଅଷ୍ଟାଦଶକୁ ଦମନ କରେ ସେ ବୁଦ୍ଧିମାନ। ଆମେ ଅନ୍ୟର ବିଚାର କରିବା ଦ୍ୱାରା ଆମେ ମିଥ୍ୟାବାଦୀ ପ୍ରମାଣିତ ହେଉ। ରୋମିଓ 14:10, କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରାସନ ଛାମୁରେ ଠିଆ ହେବା। ତେଣୁ ଆମ୍ଭେମାନେ ପରସ୍ପର ବିଚାର କରିବା ନାହିଁ। ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଆଉ ପ୍ରଭୁଙ୍କ ଠାରେ ସମସ୍ତେ ମିଳିମିଶି ରହିବା। ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଆମର ପରମେଶ୍ୱର ଆମର ପ୍ରାର୍ଥନା ଶୁଣନ୍ତି ଆଉ ଉତ୍ତର ଦିଅନ୍ତି। ଏ ଭିଡ଼ିଓଟିକୁ ବହୁ ମାତ୍ରାରେ ଦେଖିଥିବାରୁ ଧନ୍ୟବାଦ। ଆମେନ୍।